ଆଜିର ଆଲୋଚ୍ୟ ବିଷୟ ଗୁରୁ ଭକ୍ତି। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀରେ କର୍ମ ଓ ସଫଳତାର ମାର୍ଗ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଯେଉଁ ଦାଦା ମା ମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଅମୃତ ବାଣୀ ଶ୍ରବଣ ମନନ କରୁଛନ୍ତି, ସମସ୍ତଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ ପ୍ରଣାମ। ଆଜି ଆମେ ଶୁଣିବୁ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ, ଯାହା ଜୀବନର ପ୍ରତିଟି କ୍ଷେତ୍ରରେ, ବିଶେଷ କରି ବ୍ୟବସାୟ ଓ କର୍ମକ୍ଷେତ୍ରରେ ଆଲୋକ ପ୍ରଦାନ କରିପାରେ, ଜୀବନର ଦିଶାକୁ ବଦଳାଇ ଦେଇପାରେ। ଗୁରୁଭକ୍ତି ରହିଲେ ଜାଗେ ଅନ୍ତରରେ ଅନୁରାଗ ଓ ନିଷ୍ଠା। କର୍ମକ୍ଷେତ୍ରରେ ଆସେ ଦୃଢ଼ତା, ସେବାରେ ଆନ୍ତରିକତା, ଆଉ ଜୀବନରେ ଆସେ ମଙ୍ଗଳ, ଧର୍ମ, ଅର୍ଥ, କାମ, ମୋକ୍ଷ, ଚତୁର୍ବର୍ଗ। ଆଶ୍ୱିନ ମାସ 22 ତାରିଖ ସୋମବାର ଦିନ 1340 ମସିହା ବଙ୍ଗାବ୍ଦ 9/10/1939 ମସିହା ସନ୍ଧ୍ୟା ସମୟ ଚତୁଃପାର୍ଶ୍ୱେ ଭକ୍ତ ପରିବେଷ୍ଟିତ ଶ୍ରୀ ଶ୍ରୀ ଠାକୁର ଚୌକିରେ ଉପବେଷ୍ଟିତ ଜଣେ କଲିକତାରୁ ଆଗତ ବ୍ୟବସାୟୀ। ସିଏ ଠାକୁରଙ୍କୁ ପଚାରିଲେ, କିପରି ବ୍ୟବସାୟରେ କୃତକାର୍ଯ୍ୟ ହୋଇପାରିବା? ଶ୍ରୀ ଠାକୁର କହିଲେ, ଯଜନ ଯାଜନ ଇଷ୍ଟବୃତ୍ତି ମଣିଷ ମାତ୍ରେ ହିଁ ପ୍ରଧାନ କରଣୀୟ। ନିଜେ ସାଧନା କରି ପାରିପାର୍ଶ୍ୱିକଙ୍କୁ ବୁଝାଇବାକୁ ହୁଏ। ଇଷ୍ଟ ଭରଣ ମଧ୍ୟ ଦେଇ ନିଜର ସର୍ବଶକ୍ତି ଇଷ୍ଟଙ୍କଠାରେ କେନ୍ଦ୍ରାୟିତ କରି ସତ୍ତାଟାକୁ ଅଟୁଟ କରି ତୋଳିବାକୁ ହୁଏ। ପାରିପାର୍ଶ୍ୱିକଙ୍କୁ ବାଦ ଦେଇ ମଣିଷ ଚାଲିପାରେ। ତେଣୁ ପାରିପାର୍ଶ୍ୱିକଙ୍କ ସେବାରେ ହିଁ ମଣିଷର ମଙ୍ଗଳ ନେଇ। ପ୍ରତ୍ୟେକଟି ବିଷୟରେ ଯାଜନ ଓ ସେବା ପ୍ରয়োଜନ। ମନେ କରନ୍ତୁ, ଆପଣଙ୍କର ଗୋଟିଏ ସାଇକେଲ ଦୋକାନ ଅଛି। ଆପଣ ଚିନ୍ତା କରିବାକୁ ଲାଗିଲେ, କିପରି ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ସାଇକେଲ ଦିଆଯାଇପାରିବ। ଅନେକ ଚେଷ୍ଟା କରି, ସୁବିଧା କରି, କିସ୍ତିବନ୍ଦୀରେ ଟଙ୍କା ନେଇ ଜଣେ ଗରିବ ବ୍ୟକ୍ତିକୁ ସାଇକେଲ ପ୍ରଦାନ କରିବାର ବ୍ୟବସ୍ଥା କଲେ। ତା ସହିତ ଯାଜନ କଲେ ସାଇକେଲଟି ତାଙ୍କର କି ଉପକାରରେ ଆସିବ, କି କାମରେ ଲାଗିବ, ସେ ଶୁଣିଲେ, ସାଇକେଲଟି କିଣିଲେ ଏବଂ ଉପକାର ପାଇଲେ। ଶେଷରେ ମନ ଭରି, ହୃଦୟ ଖୋଲି ଆପଣଙ୍କୁ ଧନ୍ୟବାଦ ଜଣାଏ। ଲୋକମାନେ ଶୁଣି, ଅନେକ ଲୋକ ଏହା ଶୁଣି ଆପଣଙ୍କ ଦୋକାନକୁ ଆସିଲେ ଏବଂ ଆପଣଙ୍କର ବ୍ୟବସାୟ ବଢ଼ିବାକୁ ଲାଗେ। ବ୍ୟବସାୟ କଥାଟି ଆସିଛି ବି ଅବ୍ ଯୁକ୍ତ ସ୍ୱ ଧାତୁରୁ, ଅର୍ଥ ଯାହା ବିନାଶ ହେବାରୁ ବିଶେଷ ଭାବରେ ରକ୍ଷା କରେ। କିନ୍ତୁ ଯାହା ବି କରିବାକୁ ଯାଅ, ମୂଳରେ ଗୁରୁଭକ୍ତି ରହିବା ଆବଶ୍ୟକ। ତହିଁରୁ ଅନ୍ତରରେ ଜାଗେ ବିଶ୍ୱାସ, ଅନୁରାଗ ଓ ନିଷ୍ଠା। କର୍ମରେ ଆସେ ଦୃଢ଼ତା ଓ ସେବାରେ ଆନ୍ତରିକତା, ଆଉ ଜୀବନରେ ଆସେ ମଙ୍ଗଳ ଓ ସାଫଲ୍ୟ। ଏହି ଗୁରୁଭକ୍ତିରୁ ହିଁ ମଣିଷ ମଙ୍ଗଳର ଅଧିକାରୀ ହୁଅନ୍ତି। ତେଣୁ କରି ଗୁରୁଙ୍କୁ ଇଷ୍ଟ ବୋଲି କୁହାଯାଏ। ଇଷ୍ଟ ଅର୍ଥ ମଙ୍ଗଳ। ଗୁରୁଙ୍କୁ ଅନୁସରଣ କରି ହିଁ ମଣିଷର ମଙ୍ଗଳ ହୁଏ। ଆଉ ଏହି ଅନୁସରଣର ପନ୍ଥା ହିଁ ହେଉଛି ଯଜନ ଯାଜନ ଇଷ୍ଟବୃତ୍ତି। ଆମ୍ଭେମାନେ ଠାକୁରଙ୍କ ଏହି ଅମୃତ କଥା ଏତେ ସମୟ ଧରିକି ଶ୍ରବଣ କଲୁ। ଏଠାରେ ଠାକୁର ଅତି ସଂକ୍ଷିପ୍ତ ଭାବରେ କେତେ ଗଭୀର ଅର୍ଥକୁ ବୁଝାଇ ଦେଲେ। ଯଜନ ଯାଜନ ଇଷ୍ଟବୃତ୍ତି କରିଲେ କାଟେ ମହାବୃତ୍ତି। ଏହି ଯଜନ ଯାଜନ ଇଷ୍ଟବୃତ୍ତିକୁ ବାଦ ଦେଲେ ଦୁନିଆରେ ଆଉ କୌଣସି ମହତ୍ କାର୍ଯ୍ୟ ଅଛି ବୋଲିକି ମୋର ମନେ ହୁଏନି। ମହାନ ବ୍ୟକ୍ତିମାନେ ମଧ୍ୟ ସେୟା କହନ୍ତି। ହେଲେ ଯଜନ ଯାଜନ ଇଷ୍ଟବୃତ୍ତିଟା କ'ଣ, ତାହା କହିଦେଲେ ସହଜ ଭାବରେ, ଯେ ନିଜେ ସାଧନା କରି ପାରିପାର୍ଶ୍ୱିକଙ୍କୁ ବୁଝାଇବାକୁ ହୁଏ। ଇଷ୍ଟ ଭରଣ ଦେଇ, ଇଷ୍ଟ ଭରଣ ମାଧ୍ୟମ ଦେଇ ନିଜର ସର୍ବଶକ୍ତିକୁ ଇଷ୍ଟଙ୍କଠାରେ କେନ୍ଦ୍ରାୟିତ କରି ସତ୍ତାଟାକୁ ଅଟୁଟ କରି ତୋଳିବାକୁ ହୁଏ। এই কথা ভিতরে হি সবু রহিযাইছে। ইষ্ট ভরণ অর্থাৎ ইষ্টঙ্কর ভরণ পোষণ।
ନିଜେ ସାଧନା କରିବା ଅର୍ଥ ଯଜନ କରିବା, ପାରିପାର୍ଶ୍ୱିକଙ୍କୁ ବୁଝେଇକି କହିବା ଅର୍ଥ ଯାଜନ କରିବା, ଆଉ ଇଷ୍ଟଙ୍କ ଭରଣ ପୋଷଣ କରିବା ସେଇଟା ହେଉଛି ଇଷ୍ଟବୃତ୍ତି। ଆଉ ଏଇ ଇଷ୍ଟଙ୍କୁ କେନ୍ଦ୍ର କରି ଚାଲିବା ମଧ୍ୟ ଦେଇ ଆମର ଯେଉଁ ଆମେ ଇଷ୍ଟଙ୍କୁ କେନ୍ଦ୍ର କରି ଚାଲୁ ଏବଂ ତାଙ୍କୁ ଭରଣ ପୋଷଣ କରୁ ସେଇଟା ହେଉଛି ଇଷ୍ଟବୃତ୍ତି। ତ ଆମେ ଅତି ଶ୍ରୀ ଠାକୁରଙ୍କ ଅମୃତବାଣୀ ଶ୍ରବଣ କଲୁ। ନିଶ୍ଚିତ ଭାବରେ ଆମେମାନେ ଧନ୍ୟ ହେଲୁ, କୃତଜ୍ଞ ହେଲୁ ଏବଂ ନିଜ ଜୀବନରେ ଗତିର ପରିବର୍ତ୍ତନ କରିବା ସମ୍ଭବ। ଠିକ୍ ଅଛି, ଆଜି ପାଇଁ ଏତିକି। ଜୟ ଗୁରୁ। ସମସ୍ତେ ଭଲ ରହିବେ। ପରମପ୍ରେମ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ରଖେ। ବନ୍ଦେ ପୁରୁଷୋତ୍ତମ।